ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିର ୱେଲଫେୟାର ସୋସାଇଟିର ବାର୍ଷିକ ବୈଠକ ତଥା 1983 ମସିହା ମାଟ୍ରିକ ସିନିୟର ବ୍ୟାଚର ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କର 43ତମ ଶାରଦୀୟ ବନ୍ଧୁ ମିଳନ ସମାରୋହ 2025 ମସିହା ଅକ୍ଟୋବର 2 ତାରିଖରେ ରଘୁନାଥପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ସ୍ଥାନୀୟ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡାକ୍ତର ସୁକାନ୍ତ କୁମାର ଦଳାଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ସଂଗଠନର ସଭାପତି ଶିଳ୍ପୋଦ୍ୟୋଗୀ ଶ୍ରୀ ବୃନ୍ଦାବନ ବେହେରାଙ୍କ ଦ୍ୱାରା ଶ୍ରୀଯୁକ୍ତ ଦଳାଇଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସୋସାଇଟିର ସମ୍ପାଦକ ଶ୍ରୀ ଜିତେନ୍ଦ୍ର କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। କମିଟିର ଉପଦେଷ୍ଟା ଶ୍ରୀ ପ୍ରମୋଦ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସହ ସମ୍ପାଦକ ଶ୍ରୀ ସୁବ୍ରତ ନାୟକ ଓ ବୈଷୟିକ ପରାମର୍ଶଦାତା ଶ୍ରୀ ଶୁଭ୍ରକାନ୍ତ ମହାପାତ୍ର ଓ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ସୋସାଇଟିର କାର୍ଯ୍ୟଧାରା ଓ ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ଗୋଲକଚନ୍ଦ୍ର ନାୟକଙ୍କ ସମ୍ପାଦନାରେ ପ୍ରକାଶ ପାଇଥିବା ସଂଗଠନର ବାର୍ଷିକ ସଂସ୍କରଣ ପୂର୍ଣ୍ଣଚନ୍ଦ୍ରକୁ ଉନ୍ମୋଚନ କରାଯାଇଥିଲା। ସ୍ଥାନୀୟ ବିଦ୍ୟାଳୟ ସମୂହର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ ସହିତ ଅର୍ଥରାଶି ଓ ଚାରା ବୃକ୍ଷ ଉପହାର ଦେଇ ପୁରସ୍କୃତ କରାଯାଇଥିଲା। ବନ୍ଧୁ କିପରି ବନ୍ଧୁର ସମ୍ମାନ ରଖିବା ସହିତ ସୁଖ ଦୁଃଖରେ ସହଯୋଗର ହାତ ବଢ଼ାଇବା ଉଚିତ ତାହା ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜିର ବୈଠକରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ଡକ୍ଟର ଦଳେଇ ମହୋଦୟ। ପରିଶେଷରେ ଧନ୍ୟବାଦ ସହିତ ସଭା ସାଙ୍ଗ କରାଯାଇଥିଲା।